मनु सहितारे मनु कहले संसार भितरे बापा कते गोटे श्लोक कहले जनिता जगन्नाथ जस्तु कन्या प्रजति अर्णदाता भयदाता पंचयता भीतर बापा किंतु अभिराम परम सब काटिले कहले संसार भितर बापा केते जानो कहले सब संगे संगहि कहारी संग किरुना से 5 जन बापा मधु ये मोर जने बापा हला आ गुटे पदा कहबी कहला जात्य गुरु पिता माता कहू धीर पिता माता ए कहू श्रेष्ठ ज्ञान गुरु महिमा कीना अंत करू तेणु आज प्रमाण देबा बापा पाई पुओ जगत जीता सत्य कथा जाइला हे पेंडाल रे आदित्य द्वार पदे कहला हे पिता देव हे पिता देव धन्य तुम महिमा पिता जगत जीता केमिति आपणक कथा मानी सत्य रक्षा करथिले सत्य रक्षा पाई मु 14 वर्ष वनवास गली बोली मो मर्यादा रखिनी बोली मर्यादा पुरुष रामचंद्र भगवान बोली गणना हली तेनु हे बापा आपण महान आपण महान आपण महान बाबरे मर्यादा पुरुष रामचंद्र 14 वर्ष पितृ सत्य रक्षा करी 14 वर्ष वनवास गले तेणु दशरथ जोगे रामचंद्र धन्य हेले आम पु कहले दशरथ होछंती महान अजथा कथा कहनी मझे किंतु आज्ञा शास्त्र प्रमाण करे दशरथ जो राम महान है जोटा हाँ मोर सेटा नहीं दशरथ जोगे आज्ञा रामचंद्र वनवास खाली छोटिया कथा मत कहूँ दशरथ कैकेयी दिन भ्रमण करने समय आज्ञा सुख सारी 2 जन कथा है शनिर कोप दृष्टि अच्छी अयोध्या राज सिंहासन पर जी बस तार मूर्धना पात दशरथ एक कथा जानते कारण कैकेयी आज्ञा पशु आ पक्षींकर भाषा को बुझी पार से दुर्वासांकर वर प्राप्त हुई से आज्ञा भाषा को बुझी पार कैकेयी चिंता कले
যে ପ୍ରକୃତରେ ବଡ଼ ବଡ଼ ହଉଛି ରାମଚନ୍ଦ୍ର ଭଗବାନ ଭଳିଆ ସୁନ୍ଦର ପୁଅଟିଏ ଯଦି ଅଯୋଧ୍ୟା ରାଜ ସିଂହାସନରେ ବସିବ ତାର ମୂର୍ଧନାପାତ ହବ। ଆର ପୁରା ଯେତେ ଥିଲେ ଲାଭ ଲକ୍ଷେ ନକ୍ଷତ୍ର ଥିବେ ଏକେ ଯେ ନ ସୁନ୍ଦର ନା ଅନେକ କଇଁ ଫୁଟି ଥିବେ ପଦ୍ମ ସୁନ୍ଦର ନା ଅନେକ ପୁତ୍ର ଥିବେ ଯଦି ଜ୍ଞାନୀ ପୁଅ ଜଣେ ନଥିଲା ତାହେଲେ ସେ ପୁଅ ଭିତରେ ପୁଅ ନୁହଁ। ତେଣୁ ଚିନ୍ତା କଲେ ରାମଚନ୍ଦ୍ର ଯଦି ଏ ଅଯୋଧ୍ୟା ରାଜ ସିଂହାସନରେ ବସିବ ମୂର୍ଧନାପାତ ହେଇ ମରିବ। ତେଣୁ ମୋ ରାମଟି ବଞ୍ଚୁ ବରଂ ଭରତ ମରୁ। ସେଇଥିପାଇଁ ଦଶରଥଙ୍କୁ ସତ୍ୟ କରି ରାମଚନ୍ଦ୍ରକୁ ବନବାସ ପଠେଇଲେ କିଏ କୈକେୟୀ। ତାହେଲେ କୈକେୟୀ ବଞ୍ଚେଇଲେ ନା ଦଶରଥ ବଞ୍ଚେଇଲେ? କୈକେୟୀ ବଞ୍ଚେଇଲେ। କୈକେୟୀ ଯଦି ନ ପଠେଇଥାନ୍ତେ ତୀର୍ଥ ପର୍ଯ୍ୟଟନ ଅନେକ ତୀର୍ଥ ବ୍ରତ ନ କରିଥିଲେ ରାମଚନ୍ଦ୍ର ଆଜ୍ଞା ପରେ ବସି ପାରିନଥାନ୍ତେ। ତେଣୁ ଏଠି ଦଶରଥ ନାକ ଚଳିଗଲେ କୈକେୟୀ ଶ୍ରେଷ୍ଠ ହେଲେ ନା। ପରିଶେଷରେ ପରା ରାମଚନ୍ଦ୍ର ବେଳେ ଅଯୋଧ୍ୟାରୁ ଫେରିଛନ୍ତି ରାଜ ପରିବାର ସମସ୍ତେ ଥିଲେ। ପ୍ରଥମେ ଗଲେ କୈକେୟୀକି ମୁଣ୍ଡିଆ ମାରିବା ପାଇଁ। କୈକେୟୀକି ଶ୍ରେଷ୍ଠ କଲେ କହିଲେ ମା ତୋ ନାଁଟା ଗୋଟେ ସଂସାରରେ କାହାରି ନଥାଉ। ଦେଖନ୍ତୁ ଆଜ୍ଞା ଯେତେ ନାରୀ ଅଛନ୍ତି ଆଉ କାହା ନାଁ କୈକେୟୀ ଅଛି? କୋଉ ଝିଅ ନାଁ କେହି କୈକେୟୀ ଦେବେ ଦେଇଛନ୍ତି? କାରଣ ମୋ ମା ପରିକା ଆଉ ମା ନାହିଁ। ତେଣୁ ମୋ ନାଁଟା ଆଉ କେହି ଜଗତରେ ନ ପାଉ। ଭଗବାନ ମର୍ଯ୍ୟାଦା ପୁରୁଷ ରାମ ବର ଦେଲେ କୈକେୟୀର ଭୂମିକା ଆଉ କେହି ଏ କଥା ଆଜ୍ଞା ବିରାଟ ସତ। ଦେଖନ୍ତୁ ପୁରାଣ ପୃଷ୍ଠାରେ ତେଣୁ ଦଶରଥ ଶ୍ରେଷ୍ଠ ନୁହନ୍ତି। ଗଲା କଥା ତ୍ରେତୟା ଯୁଗର ଶ୍ରେଷ୍ଠ ପୁଅ କିଏ? ଧନ୍ୟ କରିଛି ସେ ରାମ ଭଳିଆ ଲୋକଙ୍କୁ ଜନ୍ମ କରିବାର ନିଜେ ସାମର୍ଥ୍ୟ ହେଇକି ପଢୁଛି ବିପଦ। ସେଦିନ କହିଥିଲି ଏମାନଙ୍କୁ ଭାର କହିଥିଲେ ତୀର୍ଥ ପର୍ଯ୍ୟଟନ କରେଇଲା କିଏ? ଶ୍ରବଣ କୁମାର। ଶ୍ରବଣ କୁମାର ପରିକା ଆଉ କିଏ ଅଛନ୍ତି? ବାପା ମାମରା ରୋଗାଗ୍ରସ୍ତ ହେଲେ ବାରି ପଟେ ଶୋଉଛନ୍ତି। ତେଣୁ ଶ୍ରବଣ ପରିକା ପୁଅ ଶବ୍ଦ ଭେଦି ବାଣ ଦଶରଥ ମାରିଲେ ବୋଲି ସେ ମଲା। ସେଇଠି କହିଥିଲେ ଯେ ଦେଖ ମୁଁ ଯେମିତି ପୁତ୍ର ମୁଖ ନ ଚାହୁଁଛି ତୁ ସେମିତି ତୋ ଜୀବନରେ ପୁତ୍ର ମୁଖ ନ ଦେଖିକିରି ମରିବୁ। ଦଶରଥଙ୍କୁ ଅଭିଶାପ ଦେଇଥିଲେ ଜ୍ଞାନବତୀ ଏବଂ ଶାନ୍ତନୁ। ସେଇ ଦିନ ଠାରୁ ଦଶରଥଙ୍କର ଆଶା ପଡିଲା ଯେ ମୋ ବଂଶରେ ଦାୟିତ୍ୱ ନଥିଲା ନିଶ୍ଚିନ୍ତ ଭାବରେ ଜନ୍ମ ଗ୍ରହଣ କରିବେ। ଅଭିଶାପଟା ଆଜ୍ଞା ପ୍ରାପ୍ତ ହେଲା। କିନ୍ତୁ ତ୍ରେତୟା ଯୁଗରେ ଯେତେ ଚରିତ୍ର ବଢ ଶ୍ରବଣ କୁମାର ପରିକା ଚରିତ୍ର ନାହିଁ। ସେ ତ ରାମଚନ୍ଦ୍ର ଭଗବାନ। ତେଣୁ ଯୋଗ୍ୟ ସନ୍ତାନ ଶ୍ରବଣ କୁମାର। ଏ ଶ୍ରବଣ କୁମାର କଳା ଜଗତ ଭିତରେ ଆମର ଭାରତ ବହିକରି ଚାଲିକିରି ଏତେ ବଡ ନାଁ କମେଇଛି ଯେହେତୁ ୟାକୁ ଭଗବାନ ସଦ୍ବୁଦ୍ଧି ଦିଅନ୍ତୁ, ସତ୍କଳା ଦିଅନ୍ତୁ। ବୋଲ ଆନନ୍ଦେ କବାର ହରି ବୋଲ। ତେଣୁ ଏପରି ପୁଅ ଜଗତରେ ଜନ୍ମ ହେଲେ ନିଶ୍ଚିନ୍ତ ପିତାଙ୍କର ମାନ ବଢିବ ଏବଂ ବାପା ମାଙ୍କୁ ମୁକ୍ତି କରେଇବ କିଏ? ପୁଅ ପୁତ୍ରାଙ୍କ ନରକରୁ ଉଦ୍ଧାର କରିବାର ସାମର୍ଥ୍ୟ ଏକା ହଉଛି ଆଜ୍ଞା ପୁଅର। ତେଣୁ ମୋ ପୁଅ ଯୋଗ୍ୟ ସନ୍ତାନ ନୁହଁ, ଶ୍ରବଣ କୁମାର ଯୋଗ୍ୟ ସନ୍ତାନ ନୁହଁ। ମୋ ପୁଅ ହଉଛି ଜଗତ ସୀତା। ଆଜ୍ଞା ତ୍ରେତୟା ଗଲା ତୁ ଆମର ତ୍ରେତୟା ଦ୍ୱାପରଟା ମୁଁ ଆରମ୍ଭ କରିଦିଏ। ପୁଅ ସମାଧାନ ଟିକେ କରିଦେବ। ଗୋଟିଏ ପଦ ପଢୁଛି
ମନକୁ ଜାଗାଏ ଏ ଶୁଣ ସୁଖଦଳ ହୋଇ ଚାଟ ଦ୍ରୋଣ ଚକ୍ର ବିହ ହୋଇରେ ଭେଟ ସୂର୍ଯ୍ୟ ଚକ୍ର ପ୍ରାୟ ବୁଝଇ ହାତ ବହରେ ଭେଦିର କିନ୍ତୁ ସଂକଟ ଆଗେ ଯିବା ପାଇଁ ନାହିଁ ବାଟ ଯେତେବେଳେ ପାଣ୍ଡବ ଶିବିରରେ ଦ୍ରୋଣ ଆଜ୍ଞା ସପ୍ତ ରଥମାନଙ୍କୁ ନେଇ ଚକ୍ର ବିହ ରଚନା କଲେ ନାଇଁ କେହି ଡିଷ୍ଟର୍ବ କର ନା ଆଲୋଚନା ଶୁଣ ପାଇଦେବାରେ କଣ ହେଲା ଏଠୁ ଜ୍ଞାନ ଟା ଜ୍ଞାନ ସେଗୁଡା କଣ ଗୀତଟା ସେ ବାଇଧନ ହଉ ଚୋଖି ହଉ ଚୋଖି ତ ପାଲା ପାଲା ଗାଇଲେ ତମେ ତ ଆଜ୍ଞା ଗାଇଲେ ବାସ୍ ନା ନାଇଁ କୋଟେସନ ହେଇଛି କୋଟେସନ ତେଣୁ ଅର୍ଜୁନ ଆଜ୍ଞା ଜଳନ୍ଧର ଗୃହକୁ ଯାଇଛନ୍ତି ସେଠି ପାଣ୍ଡବ କୁଳର କିଏ ବଞ୍ଚିଲା କି ସମସ୍ତେ ଡରିଲେ କହିଲେ ଚକ୍ର ବିହ ଭିତରକୁ କିଏ ଯିବ କେହି ଯିବେନି ଅଭିମନ୍ୟୁ ଛାତି ଦେଖାଇଦେଲା କହିଲା ମୁଁ ଅଧେ ଶୁଣିକି ମୋ ବଂଶ ରକ୍ଷା କରିବା ପାଇଁ ମୁଁ ଯିବି ମଲା ପଛେ ନିଜର ନାଁ ରଖିଲା ବଂଶର ନାଁ ରଖିଲା ଚକ୍ର ବିହ ମଧ୍ୟକୁ ଭେଦ କଲା 12 ବର୍ଷର ଟୋକାଟା ଅଭିମନ୍ୟୁ ଆଉ କାହାର ସାମର୍ଥ୍ୟ ଥିଲା ଭୀମ ଅର୍ଜୁନ ଏ ଭୀମ ନକୁଳ ସହଦେବ ଯୁଧିଷ୍ଠିର ଯେତେ ଥିଲେ କେହି ଗଲେ କିଏ ଗଲା ଅଭିମନ୍ୟୁ ଗଲା ତା ବଂଶର ପରମ୍ପରା ରହିଲା ସେ ଯଦି ବଞ୍ଚିଥାନ୍ତା ହରି ଅର୍ଜୁନ ଏକାବେଳେ ମାରି ଦେଇଥାନ୍ତା ତେଣୁ ସେ ଭଳିଆ ଆଉ ଆଜ୍ଞା ଗୁରୁ ବଂଶରେ ନା ପାଣ୍ଡବ ବଂଶରେ ଜନ୍ମ ହେଇଛନ୍ତି ଅଭିମନ୍ୟୁ ଭଳିଆ ତେଣୁ ମୋ ପୁଅ ଅଭିମନ୍ୟୁ ଅର୍ଜୁନ କହିଲେ ମୋ ପୁଅ ମରିଗଲା କିନ୍ତୁ ମୋ ପୁଅ ଜଗତ ଜିତା ମୋ ପୁଅ ଜଗତ ଜିତା ଯେତେ ଦଣ୍ଡ ସମାଜରେ ଅଛନ୍ତି ଚକ୍ରବ୍ୟୁହ ଭେଦ କରିବାର ଅଧେ ଶିଖିଛି ମୋ ପୁଅ ନା ଅଧେ ଶିଖିଛି ମୋ ପୁଅ ହଉ ତେଣୁ ସେ ମରିଯିବ କିନ୍ତୁ ହାରିବନି ମରିଯିବ କେବେ ହାରିବନି ଆଉ ଶୁଣ ମୋର ଯଜ୍ଞ ନନ୍ଦନ ଏ ତପର ଯୁଗରେ କାହାରି ସବୁଦିନ 2 ଦିନ ହେଲା ନା ବାବାଜୀ ମେଲା କାଟା ହଉଛି ଦେଖା କୋଉଦିନ ରହୁଛି ହେଲେ ପ୍ରତ୍ୟେକ ପାଠର ଖାଲି ହଁ ପରେ ନାହିଁ 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 ପରେ ପୁଣି ହେଟାକୁ ହଁ କରି ହବ ହେଲେ ଫାଷ୍ଟ ପାଲେ ବିଲା ଛିଡ଼ିବ ପରେ ମୁଁ କିଆ ହାଡ଼େ ଯିବି କି ଗୁଳାଟା କାଇଁ ଖାଇବି କଣ ସରିଛି ଟମାଟି ସରିବ ଏଠି ଆଉ ସେପଟକୁ ଯିବନି ସରିଲେ ବି ନାହିଁ ଆଲୋଚନା ସମାଲୋଚନା କରିବାକୁ ଛିଡ଼ିବ ନା ଆଉ ତେବେ ସବୁ କଥାର ହଁ ନାହିଁ ଅଛି ଆଜ୍ଞା ବିଭିନ୍ନ କବିଙ୍କର ବିଭିନ୍ନ ମତ ରହୁଛି ଯଦି ରାମଚନ୍ଦ୍ର 14 ବର୍ଷ ବନବାସ ଯିବାର ମୁଖ୍ୟ କାରଣ ଦଶରଥ ନୁହଁ କୌକେଇ ବୋଲି ବାପା କହିଲେ କୌକେଇ ନାଁ ନାହିଁ ନା ଆମର ବିକାଶ ଜଣେ ପାଲଡ଼ାରୁ ଆଇଛି ମୋର ଗୋଟେ ସାଙ୍ଗ ତା ନାଁ ହଉଛି ସଞ୍ଜୟ ନାୟକ ତା ନାଁ ହଉଛି ପୁରା କୌକେଇ ନାୟକ ବାହାଘର ହେଲା ନା ନାହିଁ ଦିଆ ହେଇଛି ନା ହେଲେ ଏରା ବେଶୀ ମୁଁ କହିବାକୁ ଚାହୁଁନି ଆଜ୍ଞା ମୁଁ ଖାଲି କହିଦଉଛି କୌକେଇ ପଠେଇଲେ ବି ମୁଖ୍ୟ ସୂତ୍ରଧର ହଉଛି ଦଶରଥ କେମିତି ଯେତେବେଳେ ଅଷ୍ଟଦଫା ଲାଗିଥିଲା କୃଷ୍ଣ ଭଗବାନଙ୍କ ଠାରେ କୃଷ୍ଣଙ୍କୁ ପଚରାଗଲା ତମ ପାଇଁ କୃଷ୍ଣ ଗଲା କୃଷ୍ଣ ଭଗବାନ ଉତ୍ତର ଦେଲେ ତାଙ୍କର ଏଇଟା ଅଷ୍ଟଦଫା କଥା ତାଙ୍କ ଓକିଲ କହିଲା କୃଷ୍ଣ ମାରିନି ମାରିଲା କିଏ କହିଲେ ଆଜ୍ଞା ରାଧା ବା ଶକ୍ତି
କହିଲେ ଆଗେ ରାଧା ପଛେ ମୋହି ଲମ୍ପଟି ଭାବରେ ଆଗେ ରାଧା ପଛେ ମୋହି ଲମ୍ପଟି ଭାବରେ ଏକ ବୀଜ ଭେଣ୍ଡି ଫଳ ଯୁଗଳ ପରେ এইটি কুয়াগলা আগে অচ্যুতানন্দ মহাপুরুষ কইলে কইলে আগে রাধা কংসକୁ ମୁଁ ମାରିନି মতে ଦେଖିକିରି ସେ ପଳି ପଇଲା মরা যে মতে দেখিনি রাধাକୁ ମୁଁ ଆଗରେ ରାଧା ବେଲେ ଆଗେ ରାଧା ପଛରେ ମୁଇଁ ତେଣୁ ମୁଖ୍ୟ ସୂତ୍ରଧରଟି ଦି ଜଣ ଯାକ ସେହି ଭଳିଆ ଦଶରଥ ବି ରାମଚନ୍ଦ୍ର 14 ବର୍ଷ ବନବାସ ଯିବାର ମୁଖ୍ୟ କାରଣ ବି ଦଶରଥ ନା ଦଶରଥ ସତ୍ୟ କରିଥିଲେ 3ଟା ବର ଦେବେ ବୋଲି ଗୋଟିଏ ବର ମାଗିନେଲା ମନ୍ଥରା କୁ ମନ୍ତ୍ରଣା ଦେଇଦେଲା ପିତୃ ସତ୍ୟ ପାଳନ କରି ମର୍ଯ୍ୟାଦା ପୁରୁଷ ମର୍ଯ୍ୟାଦା ରଖିଲେ ନା ନାଇଁ ବାପର କର୍ତ୍ତବ୍ୟ ଗୋଟେ ପୁଅର ଉତ୍ତମ ପୁଅର କର୍ତ୍ତବ୍ୟ କଲେ କଲେ ନା ଗୋଟେ ଭାଗବତ ପଦ ଗାଉଛି କହିଲା ଉତ୍ତମ ପୁତ୍ର ର ଲକ୍ଷଣ ଉତ୍ତମ ପୁତ୍ର ର ଲକ୍ଷଣ ଯେ ପିତୃ ମାତୃ ଗୋଟିଏ କଥା କହିବା ଏ ଶୁଣ ହେ ବିଜ୍ଞଜନ ଏତେ କଥା କହିବାର ଦରକାର ନାହିଁ ମୁଁ ଯେ କଥା ଗୋଟିଏ କହିବ ଫଟିକି ମିଶାରିବ ନୁହେଁ କି ଆଉ ବାପା ଅବଶ୍ୟ ପ୍ରକୃତରେ ଯିଏ ଗପେ ତାର ବେଶୀ ଜ୍ଞାନ ଥାଏ ବୋଲି ଗପେ ମୁଁ ବେଶୀ ଗପେ ବୋଲି ମତେ କମ୍ପ୍ଲେନ କରନ୍ତି ସିନା ପ୍ରକୃତରେ ତାର ବେଶୀ ଜ୍ଞାନ ସେ ବେଶୀ ଗପେ ନୁହେଁ କି ସେ ଗାୟକ ଲୋକ ତଥାପି ଆମେ ଯେତିକି ଜାଣିଛେ କହିବା ଏ ଶୁଣ ହେ ସୁଜ୍ଞଜନ ଦେଇନ ମନ ହେ ଶୁଣ ହେ श्रेष्ठ धनुर्धारी बोली हला नले कर्ण मार दे दादा अर्जुन नो तार कैपेसिटी काई हां ए पिता पई पुत्र एका हेला मोहन हे सुनो हे बिना तेनो करी हे बापा द्वापर जगरे गोटे कथा कहूची इंद्र भलिया बापा थिले जाईगिरी कुंडल कवच कुंडल कानले काडू कर्णडू आनिगिरी अर्जुन को देला बोली से श्रेष्ठ धनुर्धारी हे पारला तेनु पिता पई पुत्र जगत जेता हे बापा आपण महान आपण महान आपण महान हे बाबू को हमर कहले कंस को देखे कि मरि गला के कंस को देखु देखु मला के कृष्ण को देखु देखु मला कारण पछरे राधा देले बोली कहउछंती बा आगे राधा दे जगत गुरु अभिराम परमहंस आज्ञा से लेखिना लेखिछंती प्रकृतरे कंस कोन काई मला जगत गुरु अभिराम परमहंस गोटे पद पढ़िबा ए जे जाऊ भापरा डाके जय रूपे ताकू दियो दर्शन जिए
ଅଭିରାମ କହିଲେ କଂସ ସବୁଦିନେ କହିଲା ମୋ ଶତ୍ରୁକୁ ମାରିଦେବି। ମାରିବା ଶକ୍ତିଟା କାହାର ଥାଏ? ଯମର ଥାଏ। ତେଣୁ ସେ କୃଷ୍ଣକୁ ସବୁଦିନେ କହିଲା ମୁଁ ମାରିଦେବି। ତେଣୁ ସେ ଯେତେବେଳେ ଦେଖିଲା କୃଷ୍ଣକୁ ଯମ ଭଳିଆ ଲୋକ ଦେଖାଗଲା, ସେଇଥିପାଇଁ ଯୋଗୁଁ ଅପୂର୍ବ ବିକଟାଳ ଲୋକକୁ ଦେଖିଲେ ମଞ୍ଚାରୁ ହାତ ଟାକରେ ଖସି ପଡ଼ିଲା। ଆଜ୍ଞା ଗୋପୀମାନେ କାହିଁକି କୃଷ୍ଣ ସହିତ ଅଙ୍ଗ ସଙ୍ଗ ଲାଭ କରନ୍ତି? ତାଙ୍କ ଗହିତା ଶାଶୁ ଶ୍ୱଶୁର ଜାଣିଲେ ବି କିଛି କରିପାରନ୍ତି। ଗୋପୀଙ୍କୁ ସେ ସଦାସର୍ବଦା ମୋହନ ରୂପରେ ଦେଖନ୍ତି। ମୁରା ଦେଖିଥିଲା ସହସ୍ର ପାଦ, ଚତୁର୍ଭୁଜ ଦେଖିଲା ଉଗ୍ରେଶ। ସେ ଚିନ୍ତା କରିଥିଲା। ତେଣୁ ଆମର ସଂସ୍କୃତ ଭାଗବତ କହେ ଯେନ ଯେନ ଶରୀରେଣ ଯତ୍ ଯତ୍ କର୍ମ କରତି ଯଃ ତେନ ତେନ ଶରୀରେଣ କୈତସ୍ତର କର୍ମ ଫଳ ଉପାସନତି। এই যে কংসমরা এবং যেতে ସବୁ ନିଜର କର୍ମ ଅନୁଯାୟୀ ଭାଗ୍ୟ ଆଜ୍ଞା ନିର୍ଦ୍ଧାରଣ ହୋଇଥାଏ। ଭାଗବତ କହେ